ପିଲାଙ୍କ ପାଇଁ ଗପ। ଚରକ। ତୁମରି ପରି ପିଲାଟିଏ, ନା ତାର ଚରକ। ସବୁ ଜିନିଷର କିଛି ନା କିଛି ଭଲ ଗୁଣ ଥାଏ ଏବଂ ସେହି ଗୁଣକୁ ଖୋଜି ପାଇପାରିବା ହିଁ ସବୁଠାରୁ ବଡ଼ କଥା। ଚରକଙ୍କ କାହାଣୀ ଆମକୁ ଏହି ଶିକ୍ଷା ଦିଏ। ଖୁବ୍ ସାଧାରଣ ପରିବାରରେ ଜନ୍ମ ହୋଇଥିଲା ଚରକ। ତାର ଗୁରୁ ବି ସେମିତି ନାମୀ ଦାମୀ ନଥିଲେ, କିନ୍ତୁ ସେ ନିଜେ ଖୁବ୍ ନିଷ୍ଠାପର ଥିଲା। ସେ ନିଷ୍ଠା ଓ ଏକାଗ୍ରତା ଯୋଗୁଁ ସେ କାଳ କାଳକୁ ଅମର ହୋଇ ରହିଗଲା। ଚରକର ଯେତେବେଳେ ପାଠ ପଢ଼ିବା ବୟସ ହେଲା, ବାପା ମା ତାକୁ ନେଇ ଗୁରୁ ଆଶ୍ରମରେ ଛାଡ଼ିଲେ। ସେଠାରେ ସେ ଭେଷଜ ବିଦ୍ୟା ଶିକ୍ଷା କଲା। ଅନେକ ଶିଷ୍ୟ ସେହି ଆଶ୍ରମରେ ରହି ଭେଷଜ ବିଦ୍ୟା ଶିକ୍ଷା କରୁଥିଲେ, କିନ୍ତୁ ଚରକ ଥିଲା ସେମାନଙ୍କ ଠାରୁ ଭିନ୍ନ। ସବୁବେଳେ ସେ ଯେପରି କ'ଣ ଗୋଟିଏ ଚିନ୍ତା କରୁଥିଲା, ଗଭୀର ଭାବନାରେ ବୁଡ଼ି ରହୁଥିଲା। ଦିନେ ବିଦ୍ୟା ଶିକ୍ଷା ବେଳେ ଅନ୍ୟମନସ୍କ ହୋଇଥିବାର ଗୁରୁ ଦେଖି ରାଗିଗଲେ। ତାକୁ ପାଖକୁ ଡାକି କହିଲେ, ମୋର ପ୍ରିୟ ଶିଷ୍ୟମାନଙ୍କ ମଧ୍ୟରୁ ତୁମେ ଜଣେ। ତୁମର ବିଦ୍ୟା ଶିକ୍ଷା ପାଇଁ ଆଗ୍ରହ ମଧ୍ୟ ଅଛି। ମୁଁ ତୁମକୁ ଭେଷଜ ବିଦ୍ୟା ସମ୍ପର୍କରେ ଯେତେ ଶିକ୍ଷା ଦେଉଛି, ସେସବୁକୁ ତୁମେ ଆୟତ୍ତ ମଧ୍ୟ ରହିଛ। ଦେବ ବିଦ୍ୟା ଧନ୍ୱନ୍ତରୀ ଆଶୀର୍ବାଦ ତୁମ ଉପରେ ଅଛି ବୋଲି ମଧ୍ୟ ମୁଁ ମନେ କରେ। କିନ୍ତୁ ତୁମର ଗୋଟିଏ ଗୁଣ ମୋର ପସନ୍ଦ ନୁହେଁ। ତାହା ହେଉଛି ତୁମର ଅନ୍ୟମନସ୍କତା। ଜଣେ ଭଲ ଚିକିତ୍ସକ ହେବାକୁ ହେଲେ ସବୁବେଳେ ଜାଗ୍ରତ ରହିବାକୁ ପଡ଼ିବ, କିନ୍ତୁ ତୁମେ ତାହାର ବ୍ୟତିକ୍ରମ। ତେଣୁ ଏ ଆଶ୍ରମରେ ତୁମର ଆଉ ସ୍ଥାନ ନାହିଁ। ଚରକ ବୁଝିପାରିଲେ ଗୁରୁ ତାଙ୍କ ଉପରେ ଅଭିମାନ କରି ଏକଥା କହୁଛନ୍ତି। ତେଣୁ ସେ ଗୁରୁଙ୍କ ପାଦ ତଳେ ପଡ଼ି ତାଙ୍କୁ କ୍ଷମା ଦେବା ପାଇଁ ପ୍ରାର୍ଥନା କଲେ। ଆଶ୍ରମରେ ରହି ପୂର୍ବ ପରି ବିଦ୍ୟା ଶିକ୍ଷା କରିବା ପାଇଁ ଅନୁମତି ଦେବାକୁ ମଧ୍ୟ ବିନତି କଲେ। ତାଙ୍କ ଅନ୍ୟମନସ୍କତା ପାଇଁ ଗୁରୁ ଯେଉଁ ଦଣ୍ଡ ଦେବେ, ତାହା ମଧ୍ୟ ସେ ପଥାପାତି ଗ୍ରହଣ କରିନେବା ପାଇଁ ପ୍ରସ୍ତୁତ ବୋଲି କହିଲେ। ତାଙ୍କର କ୍ଷମା ଭିକ୍ଷା ଓ ବିନମ୍ର ପ୍ରାର୍ଥନାରେ ଗୁରୁଙ୍କର ମନ କୋମଳ ହୋଇଗଲା। ସେ ତାଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। କହିଲେ, ତୁମର ଦୋଷ ପାଇଁ ମୁଁ ଦଣ୍ଡ ହେଉଛି। ତୁମେ ଜଙ୍ଗଲକୁ ଯାଇ ଏପରି ଗୋଟିଏ ଗଛ ବାଛି ଆଣ, ଯାହାର କିଛି ଔଷଧୀୟ ଗୁଣ ନଥିବ। ଗୁରୁଙ୍କ ଆଦେଶ ପାଳି ଚରକ ସଙ୍ଗେ ସଙ୍ଗେ ଜଙ୍ଗଲକୁ ଚାଲିଲେ। ଦିନ ପରେ ଦିନ ବିତି ଲାଗିଲା। ଚରକ କିନ୍ତୁ ଆଉ ଆଶ୍ରମକୁ ଫେରିଲେ ନାହିଁ। ତାର ବିଳମ୍ବ ଦେଖି ଗୁରୁ ଚିନ୍ତିତ ହୋଇପଡ଼ିଲେ। ଅନ୍ୟ ଶିଷ୍ୟମାନଙ୍କ ସହିତ ତାକୁ ଖୋଜିବା ପାଇଁ ଜଙ୍ଗଲକୁ ବାହାରିଲେ। ଜଙ୍ଗଲ ଭିତରେ ଚରକକୁ ଖୋଜୁ ଖୋଜୁ କିଛି ଦୂରରେ ସେମାନେ ଗୋଟିଏ ପତ୍ର କୁଡ଼ିଆ ଦେଖିଲେ। ସେହି ପତ୍ର କୁଡ଼ିଆ ପାଖରେ ବସି ଚରକ କିଛି ଲଟା, ପତ୍ର, ଗୁଳ୍ମକୁ ପରୀକ୍ଷା କରିବାରେ ଲାଗିଥିଲା। ଯତ୍ନ ଅଭାବରୁ ତାର ସ୍ୱାସ୍ଥ୍ୟ ଦୁର୍ବଳ ହୋଇପଡ଼ିଲା। ଗୁରୁ ଧାଇଁ ଧାଇଁ ତାକୁ କୁଣ୍ଢେଇ ପକାଇଲେ। ଏତେ ଦିନ ବିତିଗଲାଣି, କାହିଁ ତୁମେ ଆଶ୍ରମକୁ ଫେରୁନାହଁ ବୋଲି ତାକୁ ପଚାରିଲେ। ଚରକ କହିଲା, ମହାଭାଗ, ଔଷଧୀୟ ଗୁଣ ନଥିବା ଉଦ୍ଭିଦଟିଏ ନେଇ ଆଶ୍ରମକୁ ଫେରିବାକୁ ଆପଣ ଆଦେଶ ଦେଇଥିଲେ। ସେଦିନଠାରୁ ଏଯାଏ ମୁଁ ଯେତେ ଯେତେ ବୃକ୍ଷଲତା, ଗୁଳ୍ମ ଓ ପରୀକ୍ଷା କରିଛି, ସେ ସବୁଥିରେ କିଛି ନା କିଛି ଔଷଧୀୟ ଗୁଣ ରହିଛି। ଆପଣଙ୍କ ଠାରୁ ଭେଷଜ ବିଦ୍ୟା ବିଷୟରେ ବହୁ ଜ୍ଞାନ ଲାଭ କରି ମଧ୍ୟ ମୁଁ ଏ କଥାଟି ଜାଣିପାରିନଥିଲି। ଆପଣଙ୍କର ଏହି ଦଣ୍ଡ ମୋ ପାଇଁ ଆଶୀର୍ବାଦ ହେଲା। ମୁଁ ନିଜେ ଏ ବିଷୟରେ ଖୁବ୍ ଭଲ ଭାବରେ ଅବିବାହିତ ହେଲି। ବହୁ ବୃକ୍ଷ ଲତାଙ୍କର ଔଷଧୀୟ ଗୁଣ ବିଷୟରେ ଜାଣିପାରିଲି। ଏହି ଚରକ ବଡ଼ ହୋଇ ନିଜେ ଗବେଷଣା ଲବ୍ଧ ଜ୍ଞାନକୁ ଲେଖିଲେ ଚରକ ସଂହିତା। ତାହା ଭାରତବର୍ଷର ସର୍ବପ୍ରାଚୀନ ଚିକିତ୍ସା ଶାସ୍ତ୍ର। ସେହି ଶାସ୍ତ୍ର ହିଁ ଆମର ସମସ୍ତ ଆୟୁର୍ବେଦ ଚିକିତ୍ସାର ମୂଳ। ବୈଜ୍ଞାନିକ ଗବେଷଣା ସେତେବେଳେ ଆରମ୍ଭ ହୋଇଥିଲା। ଏହା ସତ୍ତ୍ୱେ ଚରକ କିପରି ସେହିଦିନୁ ଜ୍ଞାନ ହାସଲ କରିପାରିଥିଲେ, ସେ କଥା ଆଜି ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଗଭୀର ଅନୁଧ୍ୟାନ ଓ ନିଷ୍ଠା ଏବଂ ସବୁ ଜିନିଷରେ ଥିବା ଭଲ ଗୁଣ ଦେଖିବାରେ ଆଗ୍ରହ ଫଳରେ ଏହା ସମ୍ଭବ ହୋଇଥିଲା। ଏଥିପାଇଁ ଚରକ କାଳ କାଳକୁ ଅମର ହୋଇ ରହିଯାଇଛନ୍ତି।